ଆପଣମାନେ ଶୁଣୁଛନ୍ତି ରେଡିଓ କୋରାପୁଟ। ଆମେ ଗତ କିଛି ଦିନ ପୂର୍ବେ ଇଞ୍ଜିନିୟର ସୁନୀଲ ବିଶ୍ୱାଳଙ୍କ ସହିତ କଥାବାର୍ତ୍ତା କରିଥିଲେ ତାଙ୍କର ଅତି ନିକଟରେ ଯାଇଥିବା ମାଲେସିଆ ଗସ୍ତ ସମ୍ପର୍କରେ। ମାଲେସିଆ ସେ ଯାଇଥିଲେ ଏବଂ ମାଲେସିଆ ନାଗରିକ ଭାବରେ ବର୍ତ୍ତମାନ ରହୁଥିବା ଓଡ଼ିଆଙ୍କ ସହିତ ତାଙ୍କର ଯୋଉ ଅନୁଭୂତି, ସେ ଅନୁଭୂତି ସମ୍ପର୍କରେ ଆମେ ତାଙ୍କ ସହିତ ବିସ୍ତୃତ ଭାବରେ କଥାବାର୍ତ୍ତା କରିଥିଲେ। ତେଣୁ ତାଙ୍କ ପାଖରେ ଆମେ ଅଭିନନ୍ଦନ ଜଣାଇବା ଯେ ଅନେକ ଆମର ଶ୍ରୋତା ତାଙ୍କୁ ଶୁଣିଛନ୍ତି ଏବଂ ଲାଭାନ୍ୱିତ ହୋଇଛନ୍ତି ଏକ ନୂତନ ଦୁନିଆର ବିଷୟରେ ଜାଣିବେ। ତେବେ ସେ ଭିତରେ ଆମେ କହୁ କହୁ ହଜି ଯାଇଥିଲେ ଯେ ସେମାନଙ୍କର ଖାଦ୍ୟ ମଧ୍ୟ ନିଆରା ଥିଲା। ତେବେ ଆଜି ଆମେ ଚେଷ୍ଟା କରିବା ପୁଣି ଥରେ ଇଞ୍ଜିନିୟର ସୁନୀଲ ବିଶ୍ୱାଳଙ୍କ ସହିତ କଥାବାର୍ତ୍ତା କରିବା ମାଲେସିଆରେ ରହିଯାଇଥିବା ଆମ ଓଡ଼ିଆମାନଙ୍କର ତାଙ୍କର ଘର କରଣାରେ ସେମାନଙ୍କର ଖାଦ୍ୟ କ'ଣ, ସେମାନେ କେଉଁ ଖାଦ୍ୟକୁ ପସନ୍ଦ କରନ୍ତି ଏବଂ ସେଥିରେ ଓଡ଼ିଆ ଖାଦ୍ୟ କେତେ ଦୂର ବର୍ତ୍ତମାନ ପର୍ଯ୍ୟନ୍ତ ବଞ୍ଚିକି ରହିଛି, ଏସବୁ ସମ୍ପର୍କରେ ଆମେ ବିସ୍ତୃତ ଭାବରେ କଥା ହେବା ଇଞ୍ଜିନିୟର ସୁନୀଲ ବିଶ୍ୱାଳଙ୍କ ସହିତ। ସୁନୀଲ ଭାଇ, ଆପଣଙ୍କୁ ଆମେ ସ୍ୱାଗତ କରୁଛୁ ରେଡିଓ କୋରାପୁଟକୁ। ଆମେ ଜାଣିବାକୁ ଚାହିଁବୁ ଯୋଉ ମାଲେସିଆରେ ଆପଣ ଯାଇଥିଲେ, ଓଡ଼ିଆଙ୍କ ଘରେ ଯାଇଥିଲେ, ସେମାନଙ୍କର ଖାଦ୍ୟ ପାନୀୟ ଦେଖିଥିଲେ, ତେବେ କେତେ ଦୂର ସେଠି ଓଡ଼ିଆ ଖାଦ୍ୟ ବଞ୍ଚିକି ରହିଛି? ରେଡିଓ କୋରାପୁଟର ଶ୍ରୋତାମାନଙ୍କୁ ମୋର ନମସ୍କାର। ମୁଁ ତ ଯେମିତି ଶାନ୍ତାକାର ଭାଇ କହୁଥିଲେ, ମୁଁ ମାଲେସିଆରେ ଯୋଉ ଓଡ଼ିଆମାନେ ବର୍ତ୍ତମାନ 120 ବର୍ଷ ପରେ ଯୋଉ ଏବେର ବଂଶଧର ଯୋଉ ଓଡ଼ିଆମାନେ ଅଛନ୍ତି, ମୁଁ ସେମାନଙ୍କୁ ଭେଟିବା ପାଇଁ ଯାଇଥିଲି ଏବଂ ପ୍ରଥମ 2-3 ଦିନ ମୁଁ ସେମାନଙ୍କ ସହିତ ମୁଁ ବିତେଇଥିଲି। ସେତେବେଳେ ପ୍ରଥମ କଥା ହେଉଛି ଯେ ମୁଁ ଯେତେବେଳେ ପହଞ୍ଚିଲି ସେଠି ଯିଏ ଓଡ଼ିଆ ଲୋକମାନଙ୍କର ଯିଏ ପ୍ରତିନିଧିତ୍ୱ କରୁଛନ୍ତି, ମାନେ 120 ବର୍ଷ ତଳେ ଯୋଉ ଯାଇଥିବା ଓଡ଼ିଆ କମ୍ୟୁନିଟି, ତାଙ୍କର ଯୋଉ ଲୋକଙ୍କ ସହିତ ମୋର ମୁଖ୍ୟତଃ ଯୋଗାଯୋଗ, ଯାହାଙ୍କ ଜରିଆରେ ମୁଁ ସେଇ ଓଡ଼ିଆ ସମାଜକୁ ଚିହ୍ନୁଛି, ତାଙ୍କ ନାଁ ହେଉଛି ରଙ୍ଗାଧର ହୋରିଆ ନାୟକ। ତ ରଙ୍ଗାଧର ହୋରିଆ ନାୟକ ମୋତେ ପ୍ରଥମେ ନେଇକି ଗଲେ ଗୋଟେ ସାଉଥ ଇଣ୍ଡିଆନ ହୋଟେଲକୁ। ଯୋଉ ହୋଟେଲର ପଛପଟେ ଗୋଟେ ଓଡ଼ିଶୀ ନୃତ୍ୟାଙ୍ଗନାଙ୍କର ଗୋଟେ ପୋଷ୍ଟର ଲାଗିଥିଲା ଏବଂ ସେଇ ହୋଟେଲକୁ ଆମେ ଯାଇଥିଲୁ ମୁଖ୍ୟତଃ ଚା ପିଇବା ପାଇଁ। କିନ୍ତୁ ସେଥିରେ ସେ ମୋତେ ଗୋଟେ ଜିନିଷ ଆଣି ଦେଲେ, କହିଲେ ସୁନୀଲ ଏଇଟା ଖାଇକି କୁହ ଯେ ଏଇ ଜିନିଷଟା କ'ଣ। ତ ମୁଁ ଯେତେବେଳେ ଖାଇଲି ମୋତେ ଲାଗିଲା ସେଟା ମୋ ଓଡ଼ିଆ ଛୁଞ୍ଚି ପତ୍ର ପିଠା ଭଳି ମୋତେ ଲାଗିଲା ଏବଂ ମୁଁ ସେଠୁ ତାଙ୍କୁ କହିଲି ଏଟା ତ ଓଡ଼ିଆ ପିଠା, ଏଟା ଛୁଞ୍ଚି ପତ୍ର ପିଠା। ତେବେ ସିଏ କହିଲେ ମୁଁ ଜାଣିଛି, ମୁଁ ସେଥିପାଇଁ ପଚାରୁଥିଲି ଯେ ପିଠାଟା କ'ଣ ବୋଲି। ତେଣୁ ସେଠିକା ଓଡ଼ିଆ କମ୍ୟୁନିଟି ନହେଲେ ବି ସେଠି ଯୋଉ ଭାରତୀୟମାନେ ଅଛନ୍ତି ସେମାନେ ଛୁଞ୍ଚି ପତ୍ର ପିଠାଟାକୁ ବି ଖାଉଛନ୍ତି ସେମାନେ। ତାପରେ ସେଇଦିନ ମୁଁ ସେମାନଙ୍କ ଘରେ ଅତିଥି ହେଲି। ସେମାନେ ମୋତେ ଭାତ ଆଉ ଡାଲି ଆଉ ଭଜା, ଛୁଇଁ ଭଜା ଆଉ ମାଛ ତରକାରୀ, ଅବଶ୍ୟ ମାଛ ତରକାରୀଟା ଓଡ଼ିଶା ଷ୍ଟାଇଲରେ ରୋଷେଇ ହେଇଥିଲେ ବି ସେଇ ମାଛଟା କିନ୍ତୁ ଥିଲା ମାନେ ମାଲେସିଆର ଗୋଟେ ମାଛ, ସେଟା ବୋଧେ ସାର୍ଡିନ୍ ଫିସ୍ ବୋଲି ମୋତେ ସେମାନେ କହିଲେ। କିନ୍ତୁ ରୋଷେଇର ଯୋଉଭଳି ଭାବରେ ରୋଷେଇ କରାଯାଇଥିଲା ସେଇଟା ଆମ ଓଡ଼ିଆ ତରକାରୀ ଭଳିଆ ଲାଗୁଥିଲା। ତା ସହିତ ଆଉ ଆମ ସମ୍ପୂର୍ଣ୍ଣ ଓଡ଼ିଆ ଖାଦ୍ୟ ସେମାନେ ଖାଉଛନ୍ତି। କିନ୍ତୁ ସବୁଠୁ ବଡ଼ କଥା ହେଉଛି ଯେ ମୋର ସମ୍ପୂର୍ଣ୍ଣ ରହଣି ଭିତରେ ମୁଁ ରଙ୍ଗାଧର ଭାଇ ମୋ ସହିତ ସବୁତକ ଦିନ ସିଏ ରହୁଥିଲେ, ମୋତେ ନେଇକି ଯାଉଥିଲେ ଏବଂ ମୋତେ ଭାରତୀୟ କମ୍ୟୁନିଟି ଅପେକ୍ଷା ମୋତେ ସିଏ ପରିଚିତ କରିଲେ ସମଗ୍ର ମାଲେସିଆରେ ଯୋଉ ଖାଦ୍ୟ ଯୋଉ ସେମାନେ ଯୋଉ ଖାଦ୍ୟ ସମ୍ଭାର ଯୋଉଟା ତାର ବିବିଧତା ବିଷୟରେ ମୋତେ ସେ ଜଣେଇଲେ। ଯେମିତି ମୁଁ ଜାଣିବା ପାଇଁ ପାଇଲି ଏଇ 6 ଦିନ ଭିତରେ, ମୋର ତ ନିଜର ଖାଦ୍ୟ ବିଷୟରେ ବିଶେଷ ଜ୍ଞାନ ନାହିଁ, ମୁଁ ଏଇ 6 ଦିନ ଭିତରେ ଯାହା ମୁଁ ଗୋଟେ ଧାରଣା କଲି ସେ ଧାରଣାଟା ସମ୍ପୂର୍ଣ୍ଣ ରୂପେ ସତ୍ୟ ନ ବି ହେଇପାରେ, କିନ୍ତୁ ମୁଁ ଯାହା ବୁଝିଲି ଯେ ମାଲେସିଆରେ ଖାଦ୍ୟର ବିବିଧତା ଅନେକ ପ୍ରକାର। ପ୍ରଥମ କଥା ହେଉଛି ମାଲେସିଆର ଯୋଉ ନିଜସ୍ୱ ଫୁଡ ମାଲୟ ଖାଦ୍ୟ। ମାଲୟ ଖାଦ୍ୟ କହିଲେ ମୁଖ୍ୟତଃ ସେମାନେ ଖାଆନ୍ତି ନାସି ଲେମାକ୍ ବୋଲି ଗୋଟେ ଜିନିଷ ଖାଆନ୍ତି, ଯୋଉଟା କି
ଆମେ କହିପାରିବା ମାଲେସିଆର ସର୍ବାଧିକ ଲୋକପ୍ରିୟ ଖାଦ୍ୟ ବା ମାନେ ସବୁଦିନ ସବୁ ସମୟରେ ସେଟା ଖିଆଯାଉଥିବା ଖାଦ୍ୟ। ନାସି ଲେମାକ୍ କହିଲେ ନାସିର ମାନେ ହଉଛି ଭାତ। ନାସି ଲେମାକ୍ କହିଲେ ସେମାନେ କଣ କରନ୍ତି ନା ମଝିରେ କିଛି ପରିମାଣର ଭାତ ଉପରେ ସେମାନେ ସମ୍ବଲ ବୋଲି ଗୋଟେ ଯୋଉ ସାଉଥ ଇଣ୍ଡିଆର ସମ୍ବର ନୁହେଁ, ସେଟା ହଉଛି ସାମ୍ବଲ। ସମ୍ବଲଟା ସେମିତି ଗୋଟେ ଜିନିଷଟା ତିଆରି ହୁଏ, କିନ୍ତୁ ସେ ତିଆରି କରିବାର ପଦ୍ଧତିରେ ଭିନ୍ନ ହେଇପାରେ। ସେଟା ଭେଜ ହେଇପାରେ, ନନ ଭେଜ ହେଇପାରେ। ଆଉ ସବୁଠୁ ବଡ କଥା ହଉଛି ମାଲେସିଆରେ ମୁଁ ଦେଖିଲି ଶୁଖୁଆଟା ଭାରି ଗୋଟେ ପ୍ରିୟ ଖାଦ୍ୟ ଗୋଟେ। ତେଣୁ ନାସି ଲେମାକ୍ କହିଲେ ମଝିରେ ଭାତ, ତା ଉପରେ କୌଣସି ଗୋଟେ ମାନେ ଗ୍ରାଭି ଗୋଟେ, ସେଟା ମାଛ ହେଇପାରେ, ମାଂସ ହେଇପାରେ। ମାଂସରେ ପୁଣି ଆଉଥରେ ସେଥିରେ ଅଛି ଯେ ମେଣ୍ଢା ମାଂସ ହେଇପାରେ, ଛେଳି ମାଂସ ହେଇପାରେ, ଏମିତି କି ମାନେ ବିଫ୍ ଆଉ ପର୍କ ବି ହେଇପାରେ। ଯିଏ ଯାହା ଚାହିଁବ ଖାଇବ, ବା ଯଦି ଜଣେ ଚାହିଁବ ଯେ ମୁଁ ବିଫ୍ ଆଉ ପର୍କ ଆଭଏଡ୍ କରିବି, ତାହେଲେ ଏମିତି ହୋଟେଲ ଅଛି ଯୋଉଠି ସେଇ ଆଇଟମ୍ ସବୁ ମିଳିବ ନାହିଁ। ତେଣୁ ନାସି ଲେମାକ୍ ଗୋଟେ ଇଏ, ଏବଂ ସେଇ ସବୁ ହୋଟେଲର ଏଣ୍ଟ୍ରାନ୍ସରେ କଦଳୀ ପତ୍ର ପେପରରେ ପ୍ୟାକ୍ ହେଇକି ସବୁ ବଡ ବଡ ପ୍ୟାକେଟ ସବୁ ଥୁଆ ହେଇଛି, ସବୁ ଖୁବ ସୁନ୍ଦର ଭାବରେ ପ୍ୟାକେଟ ହେଇଛି। ସେଟା ହଉଛି ସେଇ ନାସି ଲେମା କହିଲେ ସେଇ ଯୋଉ ମୁଁ ଯୋଉ ଖାଦ୍ୟ କହିଲି, ଲୋକମାନେ ପଇସା ଦେଇକି ସେଟା ରେଡି ଟୁ ଟେକ୍ ଆୱେ, ସେମାନେ ସାଙ୍ଗରେ ନେଇକି ସେଟା ଯାଉଛନ୍ତି। ସେଟା ଗୋଟେ ବହୁତ ପପୁଲାର ଫୁଡ। ତାପରେ ମାଲେସିଆରେ ନେକ୍ସଟ ଫୁଡ ହଉଛି ଯେ ଚାଇନିଜ ଫୁଡ। ଚାଇନିଜ ଫୁଡ ଯେମିତି ସାରା ଭାରତ, ମାନେ ଆମ ଏଠି ଯେମିତି ଚାଇନିଜ ଫୁଡ ମିଳୁଛି ମେଟ୍ରୋ ସହରରେ, ସେଇଭଳି ଚାଇନିଜ ଫୁଡ। କିନ୍ତୁ ସେଠି ଗୋଟେ ନୂଆ ଜିନିଷ ଦେଖିଲି ଯେ ଭେଜ ଚିକେନ, ମାନେ ମାଂସ ଖାଉନଥିବା ଲୋକମାନଙ୍କୁ ମାଂସର ଟେଷ୍ଟ ଦେବା ପାଇଁ ସୋୟାର ତିଆରି ବିଫ୍, ଚିକେନ, ଫିସ୍ ସବୁ ପ୍ରକାର ଆଇଟମ ସେଥିରେ କରାଯାଇଛି। କିନ୍ତୁ ସେଟା ହଉଛି ମୁଖ୍ୟତଃ ଭେଜ, ନନ ଭେଜ ନୁହେଁ। ନାଟା କିନ୍ତୁ ନନ ଭେଜ, ଯେମିତି କହିଲି ମୁଁ ଭେଜ ଚିକେନ। ଆଉ ମାଲେସିଆ ପ୍ରବଳ ମାତ୍ରାରେ ଇଣ୍ଡିଆନ ହୋଟେଲ, ଯୁଆଡେ ଗଲେ ଇଣ୍ଡିଆନ ହୋଟେଲ ଭର୍ତ୍ତି। ଏକ ତ ଦକ୍ଷିଣ ଭାରତୀୟ ହୋଟେଲ ସବୁ, ଯୋଉଥିରେ କି ଆମର ସବୁ ତକ ଆଇଟମ ମିଳୁଛି, ଇଡଲି, ଦୋସା, କଦଳୀ ପତ୍ରର ଭାତ, ଯୋଉ ମିଲ୍ସ ଯୋଉଟା ଆମେ କହୁଛେ ସେଟା ତ ମିଳୁଛି। କିନ୍ତୁ ଆଉ ଗୋଟେ ଆଇଟମ ଯୋଉଟା ମିଳୁଛି ସେଟା କେବଳ ସେ ମାଲେସିଆରେ ହିଁ ମିଳୁଛି, ସେଟା କହୁଛନ୍ତି ନାସି କାନ୍ଦାର। ନାସି କାନ୍ଦାର ମୁଁ ବୁଝିଲି, ନାସିର ମାନେ ତ ଭାତ, କାନ୍ଦାର ମାନେ ଯୋଉ କାନ୍ଧରେ। ଗୋଟେ ସମୟରେ ତାଙ୍କର ଯୋଉ ପେନାଙ୍ଗ ବୋଲି ଯୋଉ ଜାଗା ଥିଲା, ସେ ପେନାଙ୍ଗରେ ଯୋଉ ଶ୍ରମିକ ମାନେ କାମ କରୁଥିଲେ, ସେ ଶ୍ରମିକ ମାନଙ୍କୁ ଖାଇବା ଟାଇମରେ ସେମାନେ କଣ କରୁଥିଲେ, କାନ୍ଧରେ ଭାରେଇକି ଲୋକ ଯାଉଥିଲେ, ଭାତ, ଡାଲି, ତରକାରୀ ସବୁ କାନ୍ଧରେ ଧରିକି ଯାଉଥିଲେ। ଏବଂ ସେମାନେ ମୁଖ୍ୟତଃ ମୁସଲିମ ସମ୍ପ୍ରଦାୟର ଲୋକ ଥିଲେ, ଏବଂ ସେଥିରେ ନନଭେଜ ଖାଦ୍ୟ ସେମାନେ ନେଇକି ଯାଉଥିଲେ। ତ ସିଏ କାହିଁ କୋଉ କାଳର କଥା, କିନ୍ତୁ ସେମାନେ ଯୋଉ ପଦ୍ଧତିରେ ରୋଷେଇ କରୁଥିଲେ, ଆଉ ସେ ଯୋଉ ମୁସଲିମ ମାନେ, ସେମାନେ ମୁଖ୍ୟତଃ ଭାରତରୁ ଯାଇଥିବା ମୁସଲିମ, ସେଇ ଯୋଉ ଗୋଟେ ସ୍ପେଶାଲ ଡେଲିକେସି ହିସାବରେ ଏପର୍ଯ୍ୟନ୍ତ ଯୁଆଡେ ଗଲେ ଲେଖା ହେଇଥିବ ନାସି କାନ୍ଦାର। ଆଜିର ତାରିଖରେ ନାସି କାନ୍ଦାର ଇତିହାସ ଲୋକ ହୁଏତ ଜାଣିନଥାଇ ପାରନ୍ତି, କିନ୍ତୁ ନାସି କାନ୍ଦାର କହିଲେ ସେଇଭଳି ଯୋଉ ଗୋଟେ ଜେନର ଅଫ ଫୁଡ ଗୋଟେ। ତ ମୁଁ ବି ଗଲି ନାସି କାନ୍ଦାର, ମୁଁ ସେଥିରେ କିଛି ନୂଆ ମାନେ ଜିନିଷ ମୁଁ ଖାଇଲି, ଯୋଉଟା କି ମତେ ବହୁତ ଭଲ ଲାଗିଲା। ଆଉ ରାସ୍ତାରେ ଷ୍ଟ୍ରିଟ୍ ଫୁଡରେ ସେମିତି ମିଳୁଛି ଆପାମ କହିଲେ ପିଠା, ତା ଉପରେ ବହୁତ ଚିନି ଆଉ ବାଦାମ ଆଉ କାଜୁକୁ ଗୁଣ୍ଡ କରି ରଖିଥିବେ, ସେଇଥିରେ ଗୋଟେ ପକେଇଦେବେ। ସେଇଟା ହଉଛି ଯେମିତି ଆମର ଇଣ୍ଡିଆରେ ରୋଲ୍ସ ମିଳୁଛି, ସେମିତି ସେଟା ମିଳୁଛି। ଆଉ ଜାପାନିଜ ଫୁଡ ବି ମୁଁ ଖାଇଲି, ଯେମିତି ଗୋଟେ ସୁଶି ବୋଲି ଗୋଟେ ଆଇଟମ ଅଛି। ରଙ୍ଗାଧର ଭାଇ ଯିଏ ମତେ ନେଇକି ଗଲେ, ସେ ଆଗୁତରା କହିଲେନି ଯେ ସୁଶିର ଟେଷ୍ଟଟା କେମିତି ହବ। ମୁଁ କେବେ ତ ଖାଇନଥିଲି ସୁଶି, ତ ସୁଶିର ଯୋଉ ଗୋଟେ ପ୍ରଥମ ବାଇଟଟା, ସିଏ ଯଦିଓ ମତେ କହୁଥିଲେ ବହୁତ ଛୋଟ ଛୋଟ ବାଇଟ ନିଅ, କିନ୍ତୁ ମୁଁ ଅଭ୍ୟାସ ବଶତଃ ଯେମିତି ଗୋଟେ ନବା କଥା ନେଇଗଲି ଯେତେବେଳେ, ମତେ ଅଳ୍ପ ସମୟ ପାଇଁ ଲାଗିଲା ଯେମିତି ମୋ ନାକ କାନରୁ ଧୂଆଁ ବାହାରୁଛି, ଏତେ ରାଗ। ସୁଶି ର ସେଇଟା ହଉଛି ଗୋଟେ ମାନେ ଗୋଟେ ଟିପିକାଲ ଟେଷ୍ଟ ସେଟା ଗୋଟେ। ସିଏ କିନ୍ତୁ ସେଇଠି ବସିକି ଏନ୍ଜୟ କରୁଥିଲେ ମୋର ଯେ ଏକ୍ସପ୍ରେସନ ଟାକୁ। ତାପରେ ମୁଁ ଧୀରେ ଧୀରେ ଛୋଟ ଛୋଟ, ହଁ ତାପରେ ମୁଁ ଛୋଟ ଛୋଟ ବାଇଟ ନେଇ ଖାଇଲି। ଆଉ ସେଠି ମାଲେସିଆର ଯୋଉ ପେଟ୍ରୋନାସ ଟାୱାରରେ ଆମର ଜଣେ ଓଡିଆ ଯୁବ ବନ୍ଧୁ ଜଣେ, ସିଏ ସେଠି ଅଛନ୍ତି, ବୈଜ୍ଞାନିକ ଅଛନ୍ତି, ସିଏ ମତେ ସେ ପେଟ୍ରୋନାସ ଟାୱାରରେ ଗୋଟେ ଥାଇ ରେଷ୍ଟୁରାଣ୍ଟକୁ ଡାକିଥିଲେ ଥାଇ ଫୁଡ ଖାଇବା ପାଇଁ, ଯୋଉଥିରେ ଯୋଉ ଆଇଟମ ଗୁଡାକ ବହୁତ କଷ୍ଟରେ ମୁଁ ତାକୁ ସବୁ ମନେ ରଖିଲି। ଟମ୍ ୟାମ ସୁପ୍, ଗ୍ରୀନ ଭେଜ କରି, ମ୍ୟାଙ୍ଗୋ ସାଲାଡ ଆଉ ପାଇନଆପଲ ରାଇସ୍। ଆକ୍ଚୁଆଲି ମତେ ବହୁତ ବଢିଆ ଲାଗିଲା। ମୁଁ ତ ମାନେ ଥାଇ ଫୁଡ ଆଗରୁ ଯଦିଓ ସୁଯୋଗ ପାଇଥିଲି, କିନ୍ତୁ ମୋ ମନରେ ସଦାବେଳେ ଥାଏ କଣ, ମୁଁ ତ ଜାଣିନି ଏଟା କଣ ତାର ଇନଗ୍ରେଡିଏଣ୍ଟ କଣ, କାଳେ ଭୁଲରେ ପଳେଇ ଆସିବ କିଛି ଏମିତି ଅବଜେକ୍ସନବୁଲ ଜିନିଷ ଯୋଉଟା ମୁଁ ଖାଏନି, ତେଣୁକରି ମୁଁ ସେଇଠୁ ସବୁ ଦୂରେଇ ରହୁଥିଲି। କିନ୍ତୁ ଏକରେ ମୋର ସେ ଯୋଉ ଯୁବ ବନ୍ଧୁ, ବୈଜ୍ଞାନିକ ବନ୍ଧୁ, ପ୍ଲସ ସାଙ୍ଗରେ ରଙ୍ଗାଧର ହରିଆ,
ଏମାନେ ଥିବାରୁ ଯୋଉମାନଙ୍କୁ ମୁଁ ସେମାନେ ତ ଜାଣିଛନ୍ତି ଆମେ ଯେମିତି ସେମାନେ ସେମିତି, ତେଣୁକରି ମୁଁ ନିର୍ଦ୍ୱନ୍ଦରେ ସେ ସବୁ ଖାଦ୍ୟକୁ ଖାଇଲି ଏବଂ ଭାରି ଏନ୍ଜୟ କଲି ମୁଁ। ଆଚ୍ଛା ମୁଁ ସେଠିକାର ମୋର ଜଣେ ତାମିଲ ବନ୍ଧୁଙ୍କ ସାଙ୍ଗରେ କଥାବାର୍ତ୍ତା ହଉଥିଲି, ସିଏ କହିଲେ ଯେ ଆମେ ମାନେ ଖାଦ୍ୟରେ ଏତେ ଭେରାଇଟି ଚଏସ୍ ଅଛି ଯେ ଆମେ ସବୁ ମାନେ ପ୍ରତ୍ୟେକ ଦିନ କୌଣସି ନୂଆ ନୂଆ ଖାଦ୍ୟ ଆମେ ସଦାବେଳେ ଖାଇବା ପାଇଁ ଚେଷ୍ଟା କରୁ। ତେଣୁ ଏଇଟା ଥିଲା ମୋଟାମୋଟି ମୋର ମାଲେସିଆରେ ଖାଦ୍ୟ ସମ୍ପର୍କିତ ଅନୁଭୂତି। ଅନେକ ଖାଦ୍ୟ ମୁଁ ଖାଇଲି ଯାହାର ନାଁ ମୁଁ ବର୍ତ୍ତମାନ ମନେ ପକେଇ ପାରୁନାହିଁ, ଆଉ କିନ୍ତୁ ମତେ ଭାରି ଭଲ ଲାଗିଲା ଖାଦ୍ୟର ଯୋଉ ଅନୁଭୂତିଟା ମତେ ଭାରି ଭଲ ଲାଗିଲା। ଆଉ ସବୁଠୁ ଭଲ ଲାଗିଲା ଯେ ଆମ ଓଡିଆ ଲୋକମାନେ ଏପର୍ଯ୍ୟନ୍ତ ଓଡିଆ ଖାଦ୍ୟଟାକୁ ବଞ୍ଚେଇ ରଖିଛନ୍ତି, ସେମାନେ ଓଡିଆ ଖାଦ୍ୟ ଖାଉଛନ୍ତି। ଧନ୍ୟବାଦ ଭାଇ, ଆପଣଙ୍କ ସହିତ କଥା ହେଇ ଆମେ ନିଶ୍ଚିତ ଭାବରେ ମାଲେସିଆର ଟୁର୍ କଲେ ଏବଂ ମାଲେସିଆର ହୋଟେଲ ଏବଂ ମାଲେସିଆର ଓଡ଼ିଆ ଘରର ଖାଦ୍ୟ ସହିତ ପରିଚିତ ହେଲେ ଏବଂ ବିଶେଷ କରି ଆପଣଙ୍କର ଯୋଉ ସୁସ୍ୱାଦୁ ଖାଦ୍ୟ ସୁଶି, ଯାହାକୁ ନେଇ ଆପଣଙ୍କର ବହୁତ ନିଆରା ଅନୁଭୂତି ରହିଛି, ତେଣୁ ସେ ସମ୍ପର୍କରେ ଆମେ ଜାଣିବାକୁ ପାଇଲେ। ଏମିତି ଆମେ ବିଶ୍ୱର ବିଭିନ୍ନ ସ୍ଥାନକୁ ଗଲେ ବିଭିନ୍ନ ପ୍ରକାରର ଖାଦ୍ୟ ଆମେ ଦେଖିବାକୁ ମିଳିବ। ଭାରତର ମଧ୍ୟ ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ପ୍ରକାରର ଖାଦ୍ୟ, ତେଣୁ ଖାଦ୍ୟର ପସରା, ଖାଦ୍ୟ ହେଉଛି ଏକ କଳା ଏବଂ ସେଇ କଳାର ପ୍ରଦର୍ଶନ ଯିଏ ଯେମିତି ଦେଖାଏ ତାକୁ ନେଇ ଗ୍ରାହକ ବି ଆନନ୍ଦର ସହିତ ଉପଭୋଗ କରନ୍ତି। କାରଣ ପାଟିର ସ୍ୱାଦ ତିଆରି ହୁଏ, ପାଟିର ସ୍ୱାଦ ସେମିତି କିଛି ଜନ୍ମରୁ ନଥାଏ, ତିଆରି ହେଇ ଚାଲେ। ତେଣୁ ଯୋଉ ଅଞ୍ଚଳରେ ଯୋଉ ଭଳିଆ ଖାଦ୍ୟ ମିଳେ ସେ ଅନୁସାରେ ପାଟିର ସ୍ୱାଦ ବି ତାକୁ ନେଇ ଅଭ୍ୟସ୍ତ ହେଇଯାଏ। ତେଣୁ ଏଇ ନିଆରା ମୁଁ ଏଠି ଗୋଟିଏ କଥା ଖାଲି ଆଡ୍ କରିବା ପାଇଁ ଚାହୁଁଛି, ମୁଁ ମନରେ ରଖିଥିଲି କହିବା ପାଇଁ ଭୁଲିଗଲି ଯେ ଇଂରାଜୀରେ ଗୋଟେ କଥା ଅଛି, ୱାନ୍ ମ୍ୟାନ୍ସ ଫୁଡ ଇଜ ଆନାଦର ମ୍ୟାନ୍ସ ପଏଜନ। ତେଣୁ ମାନେ ଖାଦ୍ୟ ସବୁ ଲୋକ ସବୁ ଖାଦ୍ୟ ଖାଆନ୍ତି, ତେଣୁ ମତେ ଭଲ ଲାଗୁନି ବୋଲି ଯୋଉ ଖାଦ୍ୟ ଗୁଡାକ ସେଗୁଡାକ ଭଲ ନୁହେଁ ବୋଲି ମୁଁ ଜମା କେବେ ବି କହୁନି। ଯାହାକୁ ଭଲ ଲାଗୁଛି ସେମିତି ଖାଉଛି, ମତେ ଯୋଉଟା ଭଲ ଲାଗେ ମୁଁ ସେଟା ଖାଏ। ତେଣୁ ମୋ କଥା ଭିତରେ ଯଦି କୌଣସି ଖାଦ୍ୟ ପ୍ରତି ମୁଁ ମୋର ବିମୁଖତା ମାନେ କହିଥିବି, ସେଟା କେବଳ ମୋ ପାଇଁ ପ୍ରଯୁଜ୍ୟ, ସମସ୍ତଙ୍କ ପାଇଁ ନୁହେଁ। ଟେଷ୍ଟ ଇଜ ମେଡ୍, ଟେଷ୍ଟ ଇଜ ନଟ୍ ବର୍ନ। ତେଣୁ ବିଭିନ୍ନ ପ୍ରକାରର ସ୍ୱାଦକୁ ଆମେ ଯୋଉଟା ଆମକୁ ଆଜି ଭଲ ଲାଗୁନାହିଁ, ଯଦି ଆମେ ତାକୁ ମାସେ ଖାଇବା ନିଶ୍ଚିତ ଭାବରେ ତାପରେ ଭଲ ଲାଗିବାକୁ ଆରମ୍ଭ କରିବ। ତେଣୁ କୌଣସିଟି ଶେଷ ନୁହେଁ, କୌଣସିଟି ଇଏ ନୁହେଁ। ଯୋଉ ରାନ୍ଧୁଣିଆର ବିଭିନ୍ନ ହାତ କଳାର ଗୋଟେ ନିଦର୍ଶନ ହଉଛି ରନ୍ଧା। ତେଣୁ ଆମେ ଆଶା କରୁଛୁ ଯେ ଆପଣ ଆହୁରି ଅନେକ ଦେଶ ବୁଲନ୍ତୁ ଏବଂ ଅନେକ ଦେଶର ଅନେକ ବ୍ୟକ୍ତିଙ୍କ ସହିତ ଆପଣଙ୍କର ସାକ୍ଷାତକାର ହଉ, ବିଭିନ୍ନ ପ୍ରକାରର ଖାଦ୍ୟ ଖାଇ ଏମିତି ରେଡ଼ିଓ କୋରାପୁଟକୁ ଆପଣ ଆସୁଥାନ୍ତୁ ଏବଂ ଆପଣଙ୍କର ବକ୍ତବ୍ୟ ଉପସ୍ଥାପନ କରୁଥାନ୍ତୁ। ରହୁଛୁ ତେବେ ସୁନୀଲ ଭାଇଙ୍କ ପାଖରେ ଆମେ କୃତଜ୍ଞତା ଜଣାଇ ଏବଂ ରେଡ଼ିଓ କୋରାପୁଟର ସମସ୍ତ ଶ୍ରୋତାଙ୍କ ପାଖରେ କୃତଜ୍ଞତା ଜଣାଇ ପୁଣି ଥରେ ଆଉ ଏକ ଏପିସୋଡରେ ନିଶ୍ଚିତ ଭାବରେ ଦେଖା ହେବ ସେଇ ପ୍ରତିଶ୍ରୁତି ସହ। ସିଏ ଶାନ୍ତାକାର ରହୁଛି ତେବେ ରେଡ଼ିଓ କୋରାପୁଟ ପାଇଁ। ନମସ୍କାର।